ରାଉରକେଲା ପାଇଁ ଗୌରବ ଆଣିଛନ୍ତି ତିନି ଖେଳାଳି। ସପ୍ତମ ହିରୋ ଟାଇକାଣ୍ଡୋ ଆନ୍ତର୍ଜାତୀୟ ସିପି 2024 ଆୟୋଜନରେ ରାଉରକେଲାର ଦି ନେକ୍ସଟ ଜେନ୍ ସଂସ୍ଥାର 3ଟି ଖେଳାଳି ମନୋନୀତ ହୋଇଥିଲେ। ଏହି ଚମ୍ପିଅନସିପ୍ ପ୍ରତିଯୋଗିତାରେ 30ଟି ଟିମ୍ ଭାଗ ନେଇଥିଲେ। ସେମାନେ ହେଲେ ସାଉଥ କୋରିଆ, ଇଂଲଣ୍ଡ, ଚୀନ, ଜାପାନ, ବାଂଲାଦେଶ ଇତ୍ୟାଦି। ସମୁଦାୟ 2500ରୁ ଅଧିକ ଖେଳାଳି ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତା କଠିନ ଥିଲେ ବି ରାଉରକେଲା ତିନି ଖେଳାଳି କୃତିତ୍ୱ ଅର୍ଜନ କରିଛନ୍ତି। 2 ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦି ନେକ୍ସଟ ଜେନ୍ର କୋଚ୍ ଆନନ୍ଦ ସୋନାଙ୍କ ତତ୍ତ୍ୱାବଧାନରେ ଅମନ ମୁଣ୍ଡା 2ଟି ସ୍ୱର୍ଣ୍ଣ ପଦକ ସହିତ ଗୋଟିଏ ରୌପ୍ୟ ହାସଲ କରିଥିଲେ। ତା ସହିତ ସୌମ୍ୟରଞ୍ଜନ ମହାନ୍ତି ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ହାତେଇଛନ୍ତି। କୌଶିକ କୁମାର ଗୋଟିଏ ସ୍ୱର୍ଣ୍ଣ ଓ 2ଟି ବ୍ରୋଞ୍ଜ ପଦକ ନିଜ ନାଁରେ କରିଥିଲେ। ଆଜି ଖେଳାଳିମାନଙ୍କୁ ରାଉରକେଲା ରେଳ ଷ୍ଟେସନ ପରିସରରେ ବାଜା ବଜାଇ ଫୁଲ ଚନ୍ଦନ ଉତ୍ତରୀୟ ମିଠା ଖୁଆଇ ସମାଜସେବୀ ଓପି ସିଂ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଖେଳାଳି ଓ ମାଷ୍ଟର ଆନନ୍ଦ ସୋନା କହିବା ଅନୁଯାୟୀ ଆଗକୁ ସାଉଥ କୋରିଆରେ ଥିବା ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେବେ ତାଙ୍କର ଖେଳାଳିମାନେ। ଆପଣ ମାନେ କେଉଁଠୁ ଜିତିକି ଆସିଛନ୍ତି ମେଡାଲ? ଆମେ ବ୍ୟାଙ୍କକ୍ ଥାଇଲାଣ୍ଡ ଯାଇଥିଲୁ। ସେଇଥିରେ ଆମ ଇନଷ୍ଟିଚ୍ୟୁଟ୍ରୁ 3 ଜଣ ଛାତ୍ର ପାର୍ଟିସିପେଟ୍ ଏଇଥିରେ ଆମ ରାଉରକେଲା ଓଡ଼ିଶା ଆଉ ଇଣ୍ଡିଆକୁ ରିପ୍ରେଜେଣ୍ଟ କରୁଛୁ। ସେଇଥିପାଇଁ ଆମେ ନିଜକୁ ବହୁତ ପ୍ରାଉଡ୍ କରୁଛୁ। କେତେ ଦିନ ହେଲା ଏ ମ୍ୟାଚ୍ ଚାଲିଥିଲା ଆପଣଙ୍କ ସେଠି? ଏ ମ୍ୟାଚ୍ଟା ଆମର ଚାଲିଥିଲା 10 ତାରିଖରେ ଷ୍ଟାର୍ଟ ହେଲା, 13 ତାରିଖରେ ସରିଲା। ଆଉ ଏଇଥିରେ ଆମର କୌଶିକ କୁମାର ଯିଏ ଅଛନ୍ତି, ସବୁଠାରୁ ବଡ଼ ଖୁସିର କଥା କି ଯେଉଁଠୁ ଆମର ଟାଇକୋଣ୍ଡୋର ଉଦ୍ଭାବ ସେଇଠି ଆମର କୌଶିକଟା ତାଙ୍କ ଛୁଆଙ୍କୁ ହରେଇଛି। ଆଉ ସେ ଗୋଟେ ଫାଇନାଲ୍ ଫାଇନାଲ୍ ଯାଏ ପହଞ୍ଚିଛି। କିଏ କିଏ କ'ଣ ମେଡାଲ ପାଇଛନ୍ତି ଆପଣମାନେ? ଆମେ ଟାଇକୋଣ୍ଡୋ ଡ୍ୟାନ୍ସରେ ପାଇଲୁ ଗୋଲ୍ଡ ମେଡ଼ାଲ। ଆଉ ଫାଇଟ୍ରେ ଆମର ପାଇଛନ୍ତି ଅମନ ମୁଣ୍ଡା ଗୋଲ୍ଡ ମେଡ଼ାଲ, କୌଶିକ କୁମାର ପାଇଛନ୍ତି ଗୋଲ୍ଡ ମେଡ଼ାଲ, ସୌମ୍ୟରଞ୍ଜନ ପାଇଛନ୍ତି ସିଲଭର ମେଡ଼ାଲ, ଗୋଲ୍ଡ ମେଡ଼ାଲ। ଆମେ ଟୋଟାଲ ତିନିଟା ଇଭେଣ୍ଟରେ ପାର୍ଟିସିପେଟ୍ କରୁଥିଲୁ, ଯେଉଁଥିରେ କି ଟାଇକୋଣ୍ଡୋ ଫାଇଟ୍ ଥିଲା, ଟାଇକୋଣ୍ଡୋ କୋଚ ଥିଲା ଆଉ ଟାଇକୋଣ୍ଡୋ ଡ୍ୟାନ୍ସ। କେତେ ସେଇଥିରେ ଛୁଆମାନେ ଯାହା ମେଡ଼ାଲ ପାଇଛନ୍ତି ଗୋଲ୍ଡ, ସିଲଭର, ବ୍ରୋଞ୍ଜ। କେତେ ଜଣ ପାର୍ଟିସିପେଟ୍ କରିଥିଲେ? କେତୋଟି ରାଜ୍ୟ? 38 କଣ୍ଟ୍ରି ପାର୍ଟିସିପେଟ୍ କରିଥିଲେ। ରାଉରକେଲାରୁ ଲବକିଶୋର ନାୟକ ରିପୋର୍ଟ, ନାଗରାଜ ନ୍ୟୁଜ୍।